मेहन सरकारଙ୍କ दशहरा भेटी सुभद्रा योजनाକୁ ନେଇ ବଡ଼ ଖବର। ପୁଣି ମିଳିବ ଟଙ୍କା, ମହିଳାଙ୍କୁ ଖାତାକୁ ଯିବ ସୁଭଦ୍ରା ଯୋଜନା ଟଙ୍କା। ପୁଣି ଲକ୍ଷ ଲକ୍ଷ ମହିଳା ହେବେ ଖୁସି। ଗତ ସେପ୍ଟେମ୍ବର 17 ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅକ୍ଟୋବର 9ରେ ଆସିବ ସୁଭଦ୍ରା ଟଙ୍କା। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ପ୍ରଦାନ କରିବେ ସରକାର। ବାରିପଦାରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମେହନ ମାଝୀ। ଅକ୍ଟୋବର 9 ତାରିଖ ଅର୍ଥାତ ଦଶହରାରେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ରାଜ୍ୟ ସରକାର। ଏହା ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଛନ୍ତି ପ୍ରାୟ 40 ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ଅକ୍ଟୋବର 7 ଯାଏ ପଞ୍ଜୀକରଣ କରିଥିଲେ ମିଳିବ ଅର୍ଥ। ଅକ୍ଟୋବର 9ରେ ମିଳିବ ସୁଭଦ୍ରାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା। ଏଥର ବାରିପଦାରୁ ସୁଭଦ୍ରା ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଭାତୀ କହିଛନ୍ତି ଦ୍ୱିତୀୟ ପର୍ଯ୍ୟାୟରେ 40 ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଅର୍ଥ। ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଯେଉଁ ହିତାଧିକାରୀ ପଞ୍ଜୀକରଣ କରିଥିବେ ସେମାନଙ୍କ ମଧ୍ୟରୁ 40 ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା। ବର୍ତ୍ତମାନ ପର୍ଯ୍ୟନ୍ତ 97 ଲକ୍ଷରୁ ଅଧିକ ହିତାଧିକାରୀ ପଞ୍ଜୀକରଣ କରି ସାରିଛନ୍ତି। କୋଟିଏରୁ ଅଧିକ ହିତାଧିକାରୀଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା। ସରକାର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦେବାକୁ ପ୍ରତିଶ୍ରୁତିବଦ୍ଧ। କେହି ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ନାହିଁ। ମାର୍ଚ୍ଚ 8 ଭିତରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଅର୍ଥ ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯେଉଁମାନେ ମାର୍ଚ୍ଚ 8 ଭିତରେ ପ୍ରଥମ କିସ୍ତି ନ ପାଇବେ ସେମାନଙ୍କୁ ଦୁଇଟି କିସ୍ତି ଏକାବେଳେ ମିଳିବ। ସୁଭଦ୍ରା ଯୋଜନା 4 ଉଦ୍ଦେଶ୍ୟ ପୂରଣ ପାଇଁ କାମ କରୁଛନ୍ତି ସରକାର। ମହିଳାଙ୍କୁ ସଶକ୍ତିକରଣ, ସମ୍ମାନ, ସ୍ୱାଭିମାନୀ ଏବଂ ସମୃଦ୍ଧ କରିବ ସୁଭଦ୍ରା। ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଏଥିପାଇଁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ କି ଅଯଥା ଭିଡ଼ କରନ୍ତୁ ନାହିଁ। ନିଜ ସୁବିଧା ଅନୁସାରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପାର୍ବଣରେ ସୁଭଦ୍ରା ଟଙ୍କା ଆସୁଥିବାରୁ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ 25 ଲକ୍ଷ ହିତାଧିକାରୀଙ୍କୁ ମିଳି ସାରିଛି ସୁଭଦ୍ରା ଟଙ୍କା। 1 କୋଟିରୁ ଅଧିକ ମହିଳାଙ୍କୁ ଏଥିରେ ସାମିଲ କରିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଯେଉଁମାନଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯାଇନାହିଁ ସେମାନେ ଆସନ୍ତା ଅକ୍ଟୋବର 9 ତାରିଖ ଅର୍ଥାତ ଦୁର୍ଗା ପୂଜାରେ ଟଙ୍କା ପାଇବେ। ମୁଖ୍ୟମନ୍ତ୍ରୀ ମେହନ ମାଝୀ ନିଜେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ବାଣ୍ଟିବେ ଟଙ୍କା। ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ ସେମାନେ ବ୍ୟସ୍ତ ନ ହେବା ପାଇଁ ପୂର୍ବରୁ କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସମସ୍ତଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ଯିବ ଟଙ୍କା। ଏଥିପାଇଁ ଏକାରେ ବି 5-7 ବ୍ୟସ୍ତ ନ ହେବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ସବୁ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ଟଙ୍କା ପହଞ୍ଚିବ। ପଞ୍ଜୀକରଣ ପ୍ରକ୍ରିୟା ଏବେ ବି ଜାରି ରହିବା ସହିତ ପର୍ଯ୍ୟାୟକ୍ରମେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା କ୍ରେଡିଟ୍ ହେବ। ପଞ୍ଜୀକରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ। ତେଣୁ ଯେଉଁମାନେ ଟଙ୍କା ପାଇନାହାନ୍ତି ସେମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଡିସେମ୍ବର ମାସରେ ଆବେଦନ କଲେ ବି ପ୍ରଥମ କିସ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ମହିଳା। ରକ୍ଷା ବନ୍ଧନ ପାଇଁ ପ୍ରଥମ କିସ୍ତି ଅର୍ଥ ଆଜିଠୁ ଆରମ୍ଭ ହୋଇଥିବା ବେଳେ ଯେଉଁମାନେ ବି ଆବେଦନ କରିଛନ୍ତି ଯୋଗ୍ୟ ମହିଳାଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ପହଞ୍ଚିବ। ତେବେ ଅନେକ ଅଯୋଗ୍ୟ ମହିଳା ବି ସୁଭଦ୍ରା ଟଙ୍କା ପାଇବା ପାଇଁ ଆବେଦନ କରିଛନ୍ତି। କିନ୍ତୁ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ନିର୍ଦ୍ଦିଷ୍ଟ ବର୍ଗର ମହିଳା ହିଁ ସୁଭଦ୍ରା ଟଙ୍କା ପାଇବେ। ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ନାହିଁ। ତେବେ କେଉଁମାନେ ସୁଭଦ୍ରା ଟଙ୍କା ପାଇବେନି? ଆବେଦନ କରିଥିଲେ ବି କଟିଯିବ ନା? ଜାଣନ୍ତୁ ରାଜ୍ୟର ସରକାରଙ୍କ ଗାଇଡଲାଇନ କ'ଣ ରହିଛି। ଯେଉଁ ମହିଳାମାନେ ନିମ୍ନଲିଖିତ ମାନଦଣ୍ଡ ମଧ୍ୟରୁ କୌଣସିଟି ପୂରଣ କରନ୍ତି ସେମାନେ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଅଯୋଗ୍ୟ ହେବେ ବା ସେମାନଙ୍କର ନାଁ କାଟି ଦିଆଯିବ। ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଥିବା ମହିଳାଙ୍କ ବୟସ 1 ଜୁଲାଇ 2024 ସୁଦ୍ଧା 21 ବର୍ଷରୁ କମ୍ ହୋଇନଥିବା ଆବଶ୍ୟକ। ସେହିଭଳି 60 ବର୍ଷରୁ ଅଧିକ କୌଣସି ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ।
एमाने जदि आवेदन करिथिबे तेबे ना कटिजिब। सेहिभଳି जदि कौनसी महिला मासकु मोट 1500 टंका किंबा ताठारु अधिक किंबा वार्षिक मोट 18,000 टंका बा ताठारु अधिक कौनसी राज्य किंबा केंद्र सरकारी योजना यथा पेंशन छात्रवृत्ति इत्यादि सहायता ग्रहण करुछंती सेमाने सुभद्रा टंका पाइबा पई योग्य विवेचित हेबे नाही। जणे महिला निजे किंबा तांको निजर परिवार सदस्य जदि वर्तमानर किंबा पूर्वतन सांसद किंबा विधानसभा सदस्य होइथिबे सेमाने सुभद्रा योजनारे सामिल हेई पारिबे नाही। सेहिभଳି आयकर देउथिले एही योजनारे सामिल हेई पारिबे नाही। जे कौनसी सहरांचल स्वायत्त शासन संस्था नवीन लोकल बुद्धि किंबा पंचायती राज अनुष्ठान निर्वाचित जनप्रतिनिधि होइथिबे केवल वार्ड मेंबर स्थानीय परिषद काउंसिल सदस्य व्यतीत तेबे सेमाने एथिरे सामिल हेई पारिबे नाही। ना कटिजिब। भारत सरकार किंबा राज्य सरकारंक अधीनरे थिबा जेकौनसी अंडरटेकिंग बोर्ड स्थानीय संस्था लोकल बुद्धि किंबा संगठन नियमित स्थायी चुक्तिभित्तिक कर्मचारी भावरे नियुक्त किंबा अवसर परे पेंशन ग्रहण करुथिबे जदि एही योजनार अन्य समस्त मानदंड पूरण करुथिले तेबे पारिश्रमिक ग्रहण करुथिबा समस्त कर्मचारी एवं आउटसोर्सिंग एजेंसी माध्यमरे नियोजित समस्त कर्मचारी एही योजना अधीनरे योग्य विवेचित हेबे। जदि आवेदनकारींक परिवारर जलसेचित जमीर परिमाण 5 एकररू अधिक ओ अण जलसेचित जमीर परिमाण 10 एकररू अधिक होइथिबो सेमाने सुभद्रा टंका पाइपारिबे नाही। सेहिभଳି ट्राक्टर मिनी ट्रक छोट वाणिज्यिक जान एवं अन्य समान हालुका सामग्री जान व्यतीत 4 चकिया गाड़ी थिले सुभद्रा टंका पाइबे नाही।